ଯମରାଜାଙ୍କ ଦରବାର। କବି ବ୍ୟାସକବି ଫକୀରମୋହନ ସେନାପତି। ଯମରାଜା ବସିଛନ୍ତି ରତ୍ନସିଂହାସନେ, ଚିତ୍ରଗୁପ୍ତ ପାଞ୍ଜି ଧରି ଡାକେ ପାପୀ ଗଣେ। ବିକଟାଳ ରୂପ ଯମରାଜା ଦୂତମାନ, ତାଳଗଛ ପରି ଉଚ୍ଚ କୁଲା ପରି କାନ। ଥାଳି ପଟ ପରି ଆଖି, ମୂଳା ପରି ଦାନ୍ତ, ଲହ ଲହ ଜିଭ ତାଙ୍କ ଲମ୍ବ ଦେଢ଼ ହାତ। ବାନ୍ଧିଛନ୍ତି ପାପୀ ଗଣେ ଚମ ଦଉଡ଼ିରେ, ଦୁମ୍ ଦାମ୍ ପିଟୁଛନ୍ତି ମୂଷଳ ବାଡ଼ିରେ। ଉଭା ହେଲେ ପାପୀମାନେ ଯମରାଜା ଆଗେ, ରାଜଦଣ୍ଡ ଟେକି ଦୂତେ ଠିଆ ପଛଭାଗେ। ଚିତ୍ରଗୁପ୍ତ ନଥି ପଢ଼ୁଛନ୍ତି କରି ପାଟି, ଯମରାୟ ଦେଇ ଯାଉଛନ୍ତି ଗୋଟି ଗୋଟି। ଲୋକେ ଗାଳି ଦିଏ ରାମା ଭାରି ବଦ୍‌ରାଗୀ, ହୁକୁମ ତା ପ୍ରତି ହେଲା ଦିଅ ଦାନ୍ତ ଭାଙ୍ଗି। ଜମିଦାର ଶ୍ୟାମବାବୁ ଭାରି ଡାକ ନାମ, ଖବର କାଗଜ ପଢ଼ି ଦିଏ ନାହିଁ ଦାମ। ଆଜ୍ଞା ଦେଲେ ଯମରାଜା ହୋଇ କମ୍ପମାନ, ଯାଅ ଜଣେ ଲୋକ ତାର ମୋଡ଼ ଦୁଇ କାନ। ଇସ୍କୁଲ ମାଷ୍ଟର ଗୋଟେ ପିଲା ଗଣେ ମାରେ, ହୁକୁମ ତାହାକୁ ଠିଆ ରଖିବ ଖରାରେ। ଇଂରେଜୀ ପଢ଼ୁଆ ଗୋଟେ ଥାଏ ଶାଶୁ ଘରେ, ମା ବୁଢ଼ୀ ଅଛି ଘରେ ନ ପଚାରେ ଥରେ। ତାହାର ମାମଲା ଫଏସଲା ଚାଣ୍ଡେ ଚାଣ୍ଡେ, ଚଢ଼ିଏ ଓଲଟ ଗଧ ବୁଲୁ ଦାଣ୍ଡେ ଦାଣ୍ଡେ। ଗଧ ଟୋପି ତା ମୁଣ୍ଡରେ ଦେଇ ମୋଡ଼ କାନ, ଲେଖିଦିଅ ଏ ଲୋକଟା ଭାରି ବେଇମାନ। ସରାସରି ଖପି ମକଦ୍ଦମା ସବୁ ଶେଷ, ପୁଲିସ ଚାଲାଣି କେସ୍ ହେଲା ଦରପେଶ। କାଙ୍ଗାଳି ଗୋଟାଏ ପାପୀ ପେଟ ବିକଳରେ, ସିନ୍ଧି କାଠି ଧରି ଚୋରି କରେ ଲୋକ ଘରେ। ଦୋସରା ଆସାମୀ କବି ଭାରି ବଦମାସ, ଅଶ୍ଳୀଳ କବିତା ଲେଖି କରେ ସେ ପ୍ରକାଶ। ଦୁହିଁଙ୍କର ହାତ ଛନ୍ଦା ଏକା ହାତକଡ଼ି, ଚାରିଟା ବିକଟ ଦୂତ ଛନ୍ତି ତାଙ୍କୁ ବେଢ଼ି। ମାମଲାର ହାଲ ବୁଝି ଯମରାଜା ଖୋଦ୍, ବୋଇଲେ ସଙ୍ଗୀନ କେସ୍ ଦଉରା ସୁପୁର୍ଦ। ନଥି ଗୋଟା ପଢ଼ା ହେଲା 4 ଘଣ୍ଟା ପ୍ରାୟ, ଜୁରିମାନଙ୍କର ସବୁ ହେଲା ଏକ ରାୟ। ଏ ଅନ୍ତେ କୋର୍ଟରୁ ହେଲା ରାୟଟା ପ୍ରକାଶ, ନଟ୍ ଗିଲ୍ଟି ଅନରେବ୍ଲି ଚୋରଟା ଖଲାସ। କବି ପ୍ରତି କୋର୍ଟ କଲେ ଆଦେଶ ପ୍ରଚାର, ତତଲା ତେଲରେ ତାକୁ ଭାଜି ଭାଜି ମାର। ସୋରିଷ ମାଲପା ଇଡ଼ୁଥିବ ଥୋଡ଼ା ଥୋଡ଼ା, ପଟାପଟ ପିଟୁଥିବ ପିଠିରେ କରଡ଼ା। ହାତ ଗୋଡ଼ ଏକ ସଙ୍ଗେ ବାନ୍ଧି ଲୁହା କଡ଼ି, ଭାଜି କର ଚେଙ୍ଗମାଛ ପରି ଚଡ଼ ଚଡ଼ି। ରିଗରସ୍ ଇମ୍ପ୍ରିଜନ୍ ହେବ 6 ମାସ, ଫଏଲ ଜାମିନେ ଶେଷେ ପାଇବ ଖଲାସ। ଫଏଲ ଜାମିନେ ଶେଷେ ପାଇବ ଖଲାସ। ପୂରା 250 ଟଙ୍କା ହେବ ଜରିମାନା, ବସିବ ଦୁଆରେ ତାର ପିଉନଟି ଥାନା। ମନ କଷ୍ଟେ କବି ଛାଡ଼ି ବିକଳରେ ରଡ଼ି, ବୋଇଲା ଯମକୁ ବିନୟରେ ହାତ ଯୋଡ଼ି। ଧର୍ମ ଅବତାର ଏ କି ଅନ୍ୟାୟ ଦେଶରେ, କବି ପାଏ ଦଣ୍ଡ, ଚୋର ଯାଏ ନିର୍ଦ୍ଦୋଷରେ। ବୋଇଲେ ବୁଝାଇ ଯମ ମନେ ବହି ରୋଷ, ଶୁଣ ଶୁଣ କବି ତୋର ହେଲା କେତେ ଦୋଷ। ରକ୍ଷା କରିବାକୁ ସିନା ଚୋରଟା ଜୀବନ, ଚୋରାଇ ଆଣିଲା ଅନ୍ୟ ଘରୁ କିଛି ଧନ। ଜଣକ ସାମାନ୍ୟ କ୍ଷତି ବଞ୍ଚିଗଲା ଅନ୍ୟ ଜଣେ, ଖଲାସ ତାହାକୁ ଆମ୍ଭେ ଦେଲୁ ଏ କାରଣେ। ହେଲେ ସିନା ଗଲା ଜଣେ ଲୋକର ସମ୍ପତ୍ତି, ମାତ୍ର ଲୋକ ସମାଜର ହେଲା ନାହିଁ କ୍ଷତି। ଅବିବେକୀ ଲୋକ କେତେ ତ କବିତା ପଢ଼ି, ମହାପାପ କରିଛନ୍ତି ନରକରେ ପଡ଼ି। ତରଳ ଯୁବକ କେତେ ପଢ଼ିତ କବିତା, ଦେଖ ଯା କଲେଣି ବୁଦ୍ଧି ବୃତ୍ତି କଳୁଷିତା। ଜାତୀୟ ସାହିତ୍ୟ କରିଅଛୁ ଅପବିତ୍ର, ଯୁବକ ଯୁବତୀ ନଷ୍ଟ ହେଲେଣି ଚରିତ୍ର। ହୋଇ ହାୟ ଡାକନ୍ତେ ଦୂତେ ଅଇଲେ ସେଠାକୁ, ବାଡ଼େଇ ବାଡ଼େଇ ଘେନିଗଲେ କବିଟାକୁ। ଅଥେଣ୍ଟିକେଟ୍ ଟ୍ରୁ କପି ଯମ ଅଫିସରୁ ଅଣାଗଲା ପଢ଼, ଯିବ ସନ୍ଦେହ ମନରୁ। ବର୍ତ୍ତମାନ କବିତାର ଆଲୋଚନା। ନାମକରଣ ଦିଆଯାଇଛି କବିତ୍ୱର ଦୁଃସ୍ଥିତିରେ ପୌରାଣିକ ବ୍ୟଙ୍ଗ,
ଯମରାଜାଙ୍କ ଦରବାର। ପୁରୁଣା କଥା ପୁରାଣ। ଯାହା ଅତୀତରେ ବା ପ୍ରାଚୀନ କାଳରେ ଘଟିଯାଇଥିଲା ତାହାର ବର୍ତ୍ତମାନିକ ଶାସ୍ତ୍ରୀୟ ସ୍ଥିତି ହିଁ ପୁରାଣ। ତେଣୁ ପୁରାଣକୁ ଗୋଟିଏ ଦୃଷ୍ଟିରୁ ଇତିହାସ ବୋଲି କୁହାଯାଇପାରେ, ଯଦିଓ ଏହାର କାଳାନୁକ୍ରମିକ ଘଟଣା ନଥାଏ, କିନ୍ତୁ ଘଟିଯାଇଥିବା ସତ୍ୟତାର ଛାପ ଅବଶ୍ୟ ରହିଛି। ନଚେତ୍ ପୁରାଣରେ ସେହି ଘଟଣା ଓ କାହାଣୀର ଉଲ୍ଲେଖ ବିବୃତି ରହିଅଛି କେମିତି? ଏହା ଟିକେ ଭାବିବାର କଥା। ଇସଲାମ ଧର୍ମଗ୍ରନ୍ଥ ଦିବ୍ୟ ଓ ପବିତ୍ର କୋରାନ ନିଜକୁ ଏକ ଐତିହାସିକ ଗ୍ରନ୍ଥ ବୋଲି ଦାବୀ କରେ, ଯାହାର ଐତିହାସିକ ବିବରଣକାରୀ ବା ପ୍ରବକ୍ତା ହେଉଛନ୍ତି ସ୍ୱୟଂଭୂ ଆପଣାଜାତ ଖୋଦା, ଯିଏକି ନିଜେ ନିଜକୁ ଜନ୍ମ ଦେଇ ଜଗତରେ ଅମର କରିକି ରଖାଇଅଛନ୍ତି। ଖୋଦା ନିଜେ କୋରାନରେ କହିଛନ୍ତି, ସେ କଦାପି ମରିବେ ନାହିଁ, ହେଲେ ଜଗତର ସବୁ କିଛି ଏପରିକି ମଣିଷ ଫନା ବା ଧ୍ୱଂସ ହେବ। ସେଥିପାଇଁ ତ ମଣିଷ ଜଗତକୁ ନଶ୍ୱର ନଷ୍ଟଶୀଳ ବୋଲି କହେ। କୋରାନର ଐତିହାସିକତା ହେବାର ପ୍ରମାଣ ନିଜେ ଖୋଦା ସେହି କୋରାନରେ ଦେଇ କହିଛନ୍ତି। କୋରାନର ବର୍ଣ୍ଣିତ ଘଟଣାବଳୀକୁ ମୁଁ ଜଣେ ଏକାକୀ ଖୋଦା ବିବୃତ କରି ସେ ସବୁକୁ ଏକ ଏକ କାହାଣୀ କରି ଦେଇଅଛି ପରବର୍ତ୍ତୀ ଲୋକମାନଙ୍କର ଶିକ୍ଷା ଜାଣିବା ସକାଶେ, ସେମାନେ ଏହି ସବୁଥିରୁ ଦୀକ୍ଷା ପାଇବା ନିମିତ୍ତ। ପୁନଶ୍ଚ ଯେହେତୁ ଏବେ ସେସବୁ ଘଟଣା ବା ବିବରଣୀ ଆଉ ଘଟିବ ନାହିଁ, କିନ୍ତୁ ପୁରୁଣା କାଳରେ ବା ଅତୀତ କାଳରେ ଦିନେ ସେସବୁ ସତ୍ୟଶୀଳ ରୀତିରେ ଏକଦା ଘଟିଥିଲା। ଆଲ୍ଲାହ କହନ୍ତି, ମୋ ଠାରୁ ସତ୍ୟବାନ ମଣିଷ ହୋଇପାରିବ ନାହିଁ। ଜଗତରେ ଆଉ ଦ୍ୱିତୀୟ ଏଭଳି କେହି ନାହିଁ। ମହାପୁରୁଷ ମହମ୍ମଦ ନିଜେ କୋରାନ ବିଷୟରେ ଏଣୁତେଣୁ କଳ୍ପନା କରିକି ମନଗଢ଼ା ରୀତିରେ ନିଜ ଆଡୁ ଫୁଲ ଦମରେ ଗୋଟିଏ କଥା ନିଶ୍ଚୟ ଯଦି ଲୋକଙ୍କୁ କହିଥାନ୍ତେ, ତେବେ ସାଙ୍ଗେ ସାଙ୍ଗେ ସେହିଠି ଆମ୍ଭେ ଆଲ୍ଲାହ ତାଙ୍କର ବେକ କାଟି ପକାଇ ଦେଇଥାନ୍ତୁ। ତୁମ୍ଭେ ମଣିଷମାନେ କେହି ତାଙ୍କର ସାହାଯ୍ୟକାରୀ ହୋଇପାରନ୍ତ ନାହିଁ। ହେ ମଣିଷେ, ତୁମର ଇଚ୍ଛା ହେଲେ କୋରାନକୁ ବିଶ୍ୱାସ କର ଅବା ନ କର, ଜୋର ଜବରଦସ୍ତି କିଛି ନାହିଁ। କିନ୍ତୁ ଏହି ଅବିଶ୍ୱାସ କଲେ ତୁମକୁ ମୁଁ ଆଲ୍ଲାହ ଯେ ମୁକ୍ତ ଛାଡ଼ିଦେବି, ଶାସ୍ତି ଦେବି ନାହିଁ, ଏମିତି ଜମାରୁ ନୁହେଁ। ସଜା ନିଶ୍ଚିତ ହେବ ଏବଂ ଏହା ମୃତ୍ୟୁ ପରଠାରୁ ଆରମ୍ଭ ହୋଇଯିବ। ତୁମେ ମୋଠାରୁ ମୁକୁଳିକି ଯାଇପାରିବ ନାହିଁ। ଆଲ୍ଲାହ ସେ ଶକ୍ତି ନୁହେଁ ଯେ କେହି ମଣିଷ ତାଠାରୁ ବର୍ତ୍ତିଯିବ, ଖସିଯିବ। ଅପେକ୍ଷା କର, ବଳେ ଫଳାଫଳ ଜାଣିଯିବ ତୁମର ସମୟ ଆସିଲେ। ମୋର ସବୁ କାର୍ଯ୍ୟର ଏକ ଏକ ସମୟ ନିର୍ଘଣ୍ଟ ଅଛି। ସେ ନିର୍ଦ୍ଦିଷ୍ଟ ସମୟ ନ ଆସିଲେ ମୁଁ କୌଣସି କାମ ବା ପଦକ୍ଷେପ ନେଇ ନଥାଏ। ତେବେ ସେହି ସ୍ୱର୍ଗୀୟ ଅବତରିତ ଗ୍ରନ୍ଥ କୋରାନରେ ଅଛି ମଲେକୁଲ ମୌତ ବା ମଲାଏକା, ଫରିସ୍ତା, ମୃତ୍ୟୁ ଦେବଦୂତ, ଇଜ୍ରାଇଲ, ଆଞ୍ଜେଲ, ଫରିସ୍ତା, ଯାହାଙ୍କର କେବଳ କର୍ତ୍ତବ୍ୟ ହେଉଛି ପ୍ରାଣୀଙ୍କର ରୁହ ବା ଆତ୍ମା ଜବତ କବଜ କରି ନିଜର ଅକ୍ତିଆରକୁ କବଳକୁ ଆଣିବା, ଖୋଦାଙ୍କଠାରେ ନେଇ ପହଞ୍ଚାଇବା। ସେହି ଇଜ୍ରାଇଲ, ଫରିସ୍ତା ବା ଦେବଦୂତ ବା ଏଞ୍ଜେଲଙ୍କୁ ହିନ୍ଦୁ ଯମ ବୋଲି କହେ। ହିନ୍ଦୁ ଧର୍ମରେ ଯେମିତି ଦୁଇ ପ୍ରକାର ଫରିସ୍ତା ଦେବଦୂତ ଅଛନ୍ତି, ଯମଦୂତ ଓ ବିଷ୍ଣୁଦୂତ, ସେମିତି ଇସଲାମରେ ମଧ୍ୟ ଅଜାବ ବା ଯନ୍ତ୍ରଣାକାରୀ ଏବଂ ରହମତ ବା ଦୟାକାରୀ ଫରିସ୍ତା ମଧ୍ୟ ଅଛନ୍ତି। ଏମାନେ ପୁଣ୍ୟାତ୍ମାଙ୍କୁ ଦୟା କରି ସ୍ୱର୍ଗ ଆଡ଼କୁ ନେଇଯାଆନ୍ତି ଏବଂ ଦୁଷ୍ଟାତ୍ମା ମାନଙ୍କୁ ଯାତନା ଦେଇ ନର୍କରେ ନେଇ ଠେଲି ଦିଅନ୍ତି। ସେଠାରେ ଏମାନେ ସଦାସର୍ବଦା ପାଇଁ ରହିବେ, ଆଉ ମୁକୁଳି ପାରିବେ ନାହିଁ, ନିଜର ଅମର ଅକ୍ଷୟ ଜୀବନ ବିତାଇ। ଯଦି ବିଶ୍ୱାସ ସତ୍ ତଥା ଦୃଢ଼ ପ୍ରକୃତ ଥିବ, ତେବେ ପାପକର୍ମର ଶାସ୍ତି ଭୋଗ ପରେ ସ୍ୱର୍ଗକୁ ଆସିଯିବ। ନଚେତ୍ ସେହି ନର୍କରେ ଅପମାନିତ ହୋଇ ସର୍ବଦା ପଡ଼ିଥିବ, ରହିଯିବ। ନର୍କ ଯନ୍ତ୍ରଣାର କ୍ଷେତ୍ର। ଆଉ ଯିଏ ଭଗବାନଙ୍କ ପ୍ରତି ଏକାନ୍ତ ଅବିଶ୍ୱାସୀ, ସିଏ କେବେବି କ୍ଷମା ପାଇବ ନାହିଁ ଏବଂ ଭଗବାନ ଖୋଦାଙ୍କୁ ଅନ୍ୟ ସହିତ ତୁଳନା କରୁଛି ଏବଂ ଅନ୍ୟଙ୍କୁ ଖୋଦାଙ୍କ ସହିତ ପ୍ରଭୁ ବୋଲି ମାନି ମୂର୍ତ୍ତି, କାଠ, ପଥର, ଧାତୁରେ ତିଆରି ଏବଂ ଗଛ, ସାପ ଇତ୍ୟାଦି
ଭଗବତ୍ ସୃଷ୍ଟିମାନଙ୍କୁ ଭଗବାନ ବୋଲି ପୂଜା କରୁଛି, ଉପକାର ପାଇଥିବା କାରଣରୁ ସେ ମଧ୍ୟ ଚିର ନର୍କଗାମୀ ହେବ ଏବଂ ତାକୁ ଇସଲାମୀ ଭାଷାରେ ମୁଶ୍ରିକ୍ ବା ଶିର୍କ ବା ସମକକ୍ଷକାରୀ କୁହାଯାଇଥାଏ। ତାକୁ ଖୋଦା କଦାପି ମାଫ କରିବେ ନାହିଁ। ହିନ୍ଦୁ ଧର୍ମରେ ଯେମିତି ଚିତ୍ରଗୁପ୍ତ ଅଛନ୍ତି, ଇସଲାମରେ ମଧ୍ୟ ସେମିତି ସିଜିଲ୍ ଫରିସ୍ତା ବା ଦେବଦୂତ ରହିଛନ୍ତି। ସେ ମନୁଷ୍ୟର ନଶ୍ୱର ଇହ ଜଗତର କରିଥିବା କର୍ମର ପୁସ୍ତିକା ବା ନାମାଏ ଆମାଲ ବା କର୍ମ ପୁସ୍ତିକା ରଖିଛନ୍ତି। ପ୍ରତି ମୁହୂର୍ତ୍ତରେ ଲେଖି ଚାଲିଛନ୍ତି। ବିଚାର ଦିବସ ଦିନ ମନୁଷ୍ୟ ଏହା ପାଇବ, ପଢ଼ିବ। ହିନ୍ଦୁ ଧର୍ମର ପୌରାଣିକ ଆଖ୍ୟାନ ବା ବିବରଣୀର ଏହିସବୁ ଭିତ୍ତି ଉପରେ ବ୍ୟାସକବି ଫକୀରମୋହନଙ୍କର ଯମରାଜାଙ୍କ ଦରବାର ନାମକ ବ୍ୟଙ୍ଗ କବିତାର ରଚନା ଓ ଅବସ୍ଥିତି ତାଙ୍କର ଅବସର ବାସରେ କବିତା ପୁସ୍ତକରେ ଅଛି। ବ୍ୟକ୍ତି ଓ ସମାଜର ସୁଧାର ସଂଶୋଧନ ବ୍ୟଙ୍ଗ ସାହିତ୍ୟରେ କରାଯାଇଥାଏ। ଏଥିରେ ହାସ୍ୟ ଥିଲେ ବି ତାହା ନିର୍ମଳ ନ ହୋଇ ତୀର୍ଯ୍ୟକ୍ ବା ଆକ୍ଷେପମୂଳକ ଥାଏ, ଯାହାକି ଶୁଦ୍ଧ ନିର୍ମଳ ହାସ୍ୟ ନୁହେଁ। କବି ଦ୍ୱିତୀୟ ଈଶ୍ୱର ପ୍ରଜାପତି ବ୍ରହ୍ମା ବୋଲି କଥିତ ବା ଲୋକମାନେ କହିଛନ୍ତି। ସେ ଲୋକ ସମାଜକୁ ଦିଗ୍ଦର୍ଶନ ଦିଏ, ଦିଗ୍ଦର୍ଶକ ସାଜେ, ସୁଧାରର, ଭଲ ହେବାର ବାଟ ଦେଖାଏ। ସାଧାରଣ ଲୋକ ଯାହା କରିପାରନ୍ତି ନାହିଁ, କବି ତାହା କରିପାରେ ତାର ସୃଷ୍ଟିଶୀଳତାରେ ମେଧାବୃତ୍ତିକୁ ଖଟାଇ। କବିର ଦାୟିତ୍ୱ ଯେମିତି ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ, ଦୋଷ ବି ବଡ଼ ଗର୍ହିତ। କବିର ଲେଖାରେ ଜଗତ ସୁଧୁରିଯିବ ନତୁବା ବିଗିଡ଼ିଯିବ, ଭଲ ହେବ ନଚେତ୍ ମନ୍ଦ ଦିଗକୁ ଗତି କରିବ। ସେଥିପାଇଁ କବି କର୍ମ ମହାନ, ଯେତିକି ବିଗାଡ଼ିବା ତତୋଧିକ ସେତିକି ଗଣ୍ୟ। କବିର ମହତ୍ କର୍ମ ତାର ପାଣ୍ଡିତ୍ୟ, କବିତ୍ୱ। କବିତ୍ୱରେ ଖରାପ ସ୍ଥିତି ଆସେ। କବି ବ୍ୟକ୍ତି ଯେବେ ବଦନାମ ହୁଏ, ଅପବାଦର ଶିକାର ହୁଏ, ତାର ରଚିତ ସର୍ଜିତ କବିତା ପାଇଁ ଲାଞ୍ଛିତ ହୋଇଥାଏ। କବି ଘରେ ବସି ଏକୁଟିଆ କବିତା ଲେଖେ, ହେଲେ ତାର ପ୍ରକାଶିତ କବିତା ବ୍ୟାପ୍ତ ହୋଇ ବ୍ୟାପିଯାଇ ଏକକାଳୀନ ଅନେକ ଲୋକ ପାଠକ ହୋଇ ପଢ଼ନ୍ତି। ଯେଉଁମାନେ ପଢ଼ିଲେ ସେମାନଙ୍କ ଉପରେ ପ୍ରତ୍ୟକ୍ଷ ପ୍ରଭାବ କବିତାଟି ପକାଇଲା। ସୁତରାଂ ପାଠକ ସୁଧୁରିଯିବା ଅଥବା ବିଗିଡ଼ି ଯିବାର ସମ୍ଭାବନା ଏହିଠାରେ ଥାଏ। କବିତାର ପଠନିକ ଗ୍ରହଣୀୟତାରେ ଏଭଳି ସ୍ଥିତି ରହିଥାଏ। ଏଥିଲାଗି କବିକର୍ମ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବା ମାନେ ରଖିଥାଏ ସଦାସର୍ବଦା। କାରଣ ତାର ଜାତୀୟ ଦାୟିତ୍ୱବୋଧ ହେତୁ। କବି କର୍ମ ପିଲାଖେଳ ଜମାରୁ ନୁହେଁ, ବଡ଼ ଗଭୀରତା ଏହାର, ବିଚାର ସାପେକ୍ଷ ଏହାର ପରିଣତି। ଅଗତ୍ୟା ଏପରି ଏକ ସଙ୍ଗୀନ ବିଷୟବସ୍ତୁ ଉପରେ ଫକୀରମୋହନ ସେନାପତି ହାସ୍ୟ ରସାତ୍ମକ ବ୍ୟଙ୍ଗ କବିତା ଲେଖି ପାଠକୀୟ ମନରେ ହାସ୍ୟ ଉଚ୍ଛଳ ଧାରା ସୃଜନକ୍ଷମ ହୋଇଛନ୍ତି। ଏଭଳି ଏକ କବିତାର ବିଷୟବସ୍ତୁ ବର୍ଣ୍ଣନାତ୍ମକ। କବି କବିତାରେ ପାପୀମାନଙ୍କର ଉପସ୍ଥିତି, ପାପର ପ୍ରକାର ଅନୁଯାୟୀ ଦଣ୍ଡବିଧାନ, ଦଣ୍ଡ ଧାରଣ ଦେଇ ପାପୀମାନଙ୍କର ସଦାସ୍ଥଳକୁ ଗମନର ବ୍ୟଙ୍ଗାତ୍ମକ ବିବରଣୀ ରହିଛି। ପାଠକ ମନରେ ହାସ୍ୟରସର ଉଦ୍ରେକ କରିବା ପାଇଁ କବି ଓଡ଼ିଆ ଲଘୁ ରସଧର୍ମୀ କବିତାରେ ଇଂରାଜୀ ଶବ୍ଦ, ଜାବନିକ ଉର୍ଦ୍ଦୁ ଶବ୍ଦର ବ୍ୟବହାର କରିଛନ୍ତି, ପ୍ରୟୋଗରେ ଆଣିଛନ୍ତି। ସେଗୁଡ଼ିକ ହେଲେ ଖୋଦ୍, ସୁପୁର୍ଦ, ଦୌରା, ଜୁରି, କୋର୍ଟ, ନଟ୍ ଗିଲ୍ଟି, ଅନରେବଲି, ଖଲାସ, ରିଗରସ୍ ଇମ୍ପ୍ରିଜନ୍, କୋଇ ହାୟ, ଅଥେଣ୍ଟିକେଟ୍ ଟ୍ରୁ କପି, ଦୋସରା, ଅଫିସ ଇତ୍ୟାଦି। ଉପମାର ପ୍ରଚଳନ ମଧ୍ୟ ରହିଥିବାର ଦେଖାଯାଏ। ଯଥା ଯମଦୂତମାନଙ୍କର ଉଚ୍ଚତାକୁ ତାଳଗଛ, କାନକୁ କୁଲା, ଆଖିକୁ ଥାଳି, ଦାନ୍ତକୁ ମୂଳା, ଦେଢ଼ ହାତ ଲମ୍ବର ଜିଭ ଇତ୍ୟାଦି। ସ୍ଥୂଳତଃ କହିଲେ କବିତା ରଚନାର ଯଥାର୍ଥ ଉପାଦାନ ଅନ୍ୱେଷଣ ଫକୀରମୋହନଙ୍କ ସୂର୍ଯ୍ୟମାନ ମାନସର ପରିଚୟ ଦେଇଥାଏ। କବି ବାସ୍ତବ ତଥ୍ୟ ଅନୁସନ୍ଧାନରୁ କଳ୍ପନାନବୀଶରେ ପରିଣତ ହୁଏ। କବିର କଳ୍ପନାର ଉତ୍ସ ବାସ୍ତବତାରୁ ଆସେ। କବି ନ ଦେଖିଲେ ଭାବି ପାରିବନି, ଦେଖିବା ବାସ୍ତବତାରେ, ଭାବିବା ସେଇ ଦେଖିବା ଜନିତ କଳ୍ପନାରୁ ଆସେ ବା କଳ୍ପନାରେ ଥାଏ। ଦେଖିବା ଭଲ ଥିଲେ ରଚନା ସୁଦୃଢ଼ ହୁଏ, ପ୍ରଭାବିତ କରେ।
ସେଥିରେ ବିସ୍ତାର ଆଣେ, ଯେଉଁଥିରେ ଆଦୃତି ଏବଂ ଲୋକପ୍ରିୟତା ବିଦ୍ୟମାନ, କାଳଜୟିତା ଅବସ୍ଥିତ, ଅର୍ଥାତ୍ କବି ସ୍ମରଣୀୟ ରହେ, ନହେଲେ ଭୁଲି ହୋଇଯାଏ। ଏଇ କବିତାରେ କବି ଦେଖାଇବାକୁ ଚାହିଁଛନ୍ତି କି କବି ଜଣେ ଜାତୀୟ ବ୍ୟକ୍ତିତ୍ୱ ଏବଂ ତାର ସୃଷ୍ଟ କବିତା ମାନବୀୟ ଜାତୀୟ ସମ୍ପତ୍ତି। ଅତଏବ କବି ଏହି କଥାକୁ ସଦାସର୍ବଦା ମନରେ ବିଚାରି ତାର କବିତା ରଚନାକୁ ଜନକର ସେବା ନିଯୁକ୍ତ କରିବା ଦରକାର। ନହେଲେ କବି କଳାର ଦରବାରରେ ସେବା ନିବୃତ୍ତ ହୋଇଯିବ, ହେବାକୁ ବେଶୀ ସମୟ ନେବ ନାହିଁ। କବିର କବିତା ତାକୁ ଦଣ୍ଡିତ ଅଥବା ପୁରସ୍କୃତ କରାଇଥାଏ, ନିନ୍ଦା ପ୍ରଶଂସା ଆଣେ। କବିତାର ବିଷୟବସ୍ତୁ: ଯମରାଜା, ଯିଏକି ମୃତ୍ୟୁର ଦେବଦୂତ, ମୌତ୍ କା ଫରିସ୍ତା ବା ମାଲିକୁଲ ମୌତ୍ ବା ମୃତ୍ୟୁକର୍ତ୍ତା ଓ ତାର କାର୍ଯ୍ୟପାଳକ ରତ୍ନଖଚିତ ସିଂହାସନ ଉପରେ ବସିଛନ୍ତି। ସିଜିଲ୍ ଫରିସ୍ତା ବା ଚିତ୍ରଗୁପ୍ତ ଜଣକ ମର୍ତ୍ତ୍ୟମଣ୍ଡଳ ଲୋକମାନଙ୍କର କର୍ମପୁସ୍ତିକା ନାମେ ଆମାଲ କର୍ମ ପାଞ୍ଜି ଧରି କର୍ମରେ ଦୋଷ କରିଥିବା ପାପୀମାନଙ୍କୁ ଡାକୁଛନ୍ତି। ଯମଦୂତମାନଙ୍କର ରୂପ ବଡ଼ ବିକୃତ, ବିକଟାଳ ବା ଭୟଙ୍କର। ସେମାନଙ୍କର ଉଚ୍ଚତା ତାଳଗଛ ଭଳି, କୁଲା ଭଳିଆ କାନ, ଥାଳି ଭଳିଆ ଖୁବ୍ ଖୁବ୍ ବଡ଼ ବଡ଼ ଆଖି, ମୂଳା ପରିକା ଦାନ୍ତ, ଜିଭ ଲହ ଲହ ବା ଥରିବା ଭଳି ଜିଭମାନଙ୍କର ଲମ୍ବ 1.5 ହାତ। ସେମାନେ ପାପୀଗଣଙ୍କୁ ଚମଡ଼ାର ଦଉଡ଼ିରେ ବାନ୍ଧିଛନ୍ତି। କୋରାନରେ ଏହି ଦଉଡ଼ିର ବା ଜଞ୍ଜିରର ଦୈର୍ଘ୍ୟ 70 ହାତ ବୋଲି ଉଲ୍ଲେଖିତ ଅଛି। ଖୁମ୍ବ ଭଳିଆ ବାଡ଼ିରେ ଅର୍ଥାତ୍ ମୋଟା ମୋଟା ବାଡ଼ିରେ ସେମାନେ ପାପୀମାନଙ୍କୁ ପିଟୁଛନ୍ତି। ଯମରାଜାଙ୍କ ସାମ୍ନାରେ ପାପୀମାନେ ଆସି ଠିଆ ହେଲେ। ରାଜଦଣ୍ଡ ହାତରେ ଧରି କିଛି ଦୂତ ଯମରାଜାଙ୍କ ପଛରେ ଦଣ୍ଡାୟମାନ। ଚିତ୍ରଗୁପ୍ତ ପାପୀମାନଙ୍କର ପାପକର୍ମଗୁଡ଼ିକୁ ପାଟି କରି ପଢ଼ୁଛନ୍ତି। ଏହା ଶୁଣି ଯମରାଜା ପ୍ରତ୍ୟେକଙ୍କୁ ରାୟ ଦେଇ ଯାଉଛନ୍ତି, ଯାହାକି ଦଣ୍ଡର ଶୁଣାଣି। ରାମା ନାମକ ଲୋକଟି ତାର ବଦରାଗୀ ସ୍ୱଭାବ ଦୁର୍ଗୁଣ ଯୋଗୁଁ ଲୋକମାନଙ୍କୁ ଗାଳି ଦିଏ, ସେମାନଙ୍କ ସହିତ ପାଟିତୁଣ୍ଡ କରିଥାଏ। ଯେତେବେଳେ ନଶ୍ୱର ଇହଜଗତରେ ବଞ୍ଚିଥିଲା, ତାର ଦାନ୍ତ ଭାଙ୍ଗିଦେବାକୁ ଯମ ଆଦେଶ ଦେଲେ। ଜମିଦାର ଶ୍ୟାମବାବୁ ଅଞ୍ଚଳରେ ଭାରି ଲୋକପ୍ରିୟ ନାମୀ ବ୍ୟକ୍ତି ହେଲେ ବି ସେ ଖବରକାଗଜ ନିଜେ ନିଅନ୍ତି, ହେଲେ ତାର ଦାମ ଦେଉ ନ ଥିଲେ। ଯମ ଆଜ୍ଞା ଦେଲେ କି ଜଣେ ଦୂତ ଯାଇ ତାର କାନ ଦୁଇଟିକୁ ମୋଡ଼ି ଦିଅ। ଏହି ଆଦେଶ ଦେବା ସମୟରେ ଯମ ରାଗରେ ଥରିଯାଉଥିଲେ। ସ୍କୁଲ ମାଷ୍ଟର ଜଣେ ତାର ପିଲାମାନଙ୍କୁ ଭାରି ମାରୁଥିବାରୁ ସେ ଖରାରେ ଠିଆ ହେବାର ଶାସ୍ତି ପାଇଲା। ଇଂରେଜୀ ପଢ଼ୁଆ ବୋହୂଟିଏ ଅଥବା ବାବୁଟିଏ ଶାଶୂଘରେ ବୋହୂ ହୋଇକି ଅବା ଘରଜ୍ୱାଇଁ ହୋଇକି ରହିଥିଲା। ତେଣେ ଘରେ ବୁଢ଼ୀ ମା ଏକାକିନୀ ଅସହାୟ ହୋଇ କାଳ କାଟୁଥିଲା। ସେ ଜମାରୁ ପଚାରୁ ନ ଥିଲା ପୁଅ ଭାଇ। ଯମ ଶୀଘ୍ର ତାର ମାମଲା ମୀମାଂସାର ଶୁଣାଣି କରିଦେଲେ। କବି ଏଠାରେ ଆଧୁନିକ କବିତାର ଦୁର୍ବୋଧ୍ୟତାକୁ ଦେଇଛନ୍ତି। ଏହି ଇଂରେଜ ପଢ଼ୁଆଟି ପ୍ରକୃତରେ ବାବୁ ନା ବାବୁଆଣୀ ଜାଣି ହେଉନାହିଁ। ତେବେ ଶାଶୂଘରର ନାମ ଥିବାରୁ ସେ ଜଣେ ବୋହୂ ବୋଲି ଜାଣି ହେଉଛି। ଜ୍ୱାଇଁ ଶ୍ୱଶୁର ଘରକୁ ସାଧାରଣତଃ ଯାଏ, ଶାଶୂଘରକୁ ବୋହୂ ଯାଇଥାଏ। ତେବେ ଯୋଉଠି ଶ୍ୱଶୁର ନ ଥିବ, ମରିଯାଇଥିବ, ସେଠି ଶାଶୂ ଅଛନ୍ତି ବୋଲି ଧରାଯିବ। ସେଥିପାଇଁ ବୋଧେ କବି ଶାଶୂଘର ବୋଲି କହି ପାଠକୀୟ ପରିଚିତିରେ ସାମାନ୍ୟ ଦ୍ୱିଧାଭାବ ଆଣିଛନ୍ତି ଏବଂ ଏଇ ଇଂରେଜ ପଢ଼ୁଆଟି ସମ୍ଭବତଃ ବାବୁ ହୋଇଥିବ। କାରଣ ମା ବୁଢ଼ୀ ଶବ୍ଦ ଲାଗିଛି। ଫକୀରମୋହନଙ୍କ ସମୟରେ ଝିଅମାନେ କୋଉଠି ଆଜିକାଲି ଭଳିଆ ଇଂରେଜୀ ପାଠ ପଢ଼ି ଶିକ୍ଷିତ ହେଉଥିଲେ? ତଥାପି ଶାଶୂଘର ଶବ୍ଦ ସାଧାରଣତଃ ବୋହୂମାନଙ୍କ ପାଇଁ ପ୍ରଯୁକ୍ତ ହେଉଥିବାରୁ ଇଂରେଜୀ ପଢ଼ୁଆଟିକୁ ବୋହୂ ବୋଲି କହିବାର ଯଥାର୍ଥତା ମଧ୍ୟ ରହିଛି। ସେହି ବ୍ୟକ୍ତି ଅଥବା ବ୍ୟକ୍ତିଣୀ ଓଲଟା ହୋଇ ଗଧ ପିଠିରେ ବସି ବୁଲିଲା। ତାର ମୁଣ୍ଡରେ ଗଧ ଟୋପି ପିନ୍ଧାଇ ତାର କାନକୁ ମୋଡ଼ାଗଲା। ବେଇମାନ ବୋଲି ଏକ ନାମ ଫଳକ ଝୁଲାଇ ଦିଆଗଲା। ବାପା ମା ଜନ୍ମ ଦେଲେ, ହେଲେ ଶେଷ ବେଳକୁ ଶାଶୂର ହେଲା, ସେ ଲାଗି ସେ ବେଇମାନ। ମାର ହେଲା ନାହିଁ। ମକଦ୍ଦମା ଶେଷରେ ପୋଲିସ ଚାଲାଣି ମଧ୍ୟ ହେଉଥିଲା।
ପେଟ ବିକଳିଆ ଭୋକିଲା କାଙ୍ଗାଳଟିଏ ସିନ୍ଧି ଚୋରି କରି ଲୋକ ଘରୁ ଖାଦ୍ୟ ଆଣି ଖାଇଥିଲା। ଏଇ ପ୍ରଥମ ଚୋର ସହିତ ଦ୍ୱିତୀୟ ଆସାମୀ କବି ବନ୍ଦୀ ହୋଇ ଆସିଥିଲା। କବିଙ୍କ ଭାଷାରେ ତାର ବର୍ଣ୍ଣନା। ଦୋସରା ଆସାମୀ କବି ଭାରି ବଦମାସ, ଅଶ୍ଳୀଳ କବିତା ଲେଖି କରେ ସେ ପ୍ରକାଶ। ଦୁହିଁଙ୍କର ହାତଛନ୍ଦା ଏକା ହାତ କଡ଼ି, ଚାରିଟା ବିକଟ ଦୂତ ଛନ୍ତି ତାଙ୍କୁ ବେଢ଼ି। ମାମଲାର ହାଲ ବୁଝି ଯମରାଜା କ୍ରୋଧ ବୋଇଲେ ସଙ୍ଗୀନ କେସ୍ ଦଉରା ସୁପୁର୍ଦ। ନଥି ଗୋଟା ପଢ଼ା ହେଲା 4 ଘଣ୍ଟା ପ୍ରାୟ, ଜୁରୀମାନଙ୍କର ସବୁ ହେଲା ଏକ ରାୟ। ଏ ଅନ୍ତେ କୋର୍ଟରୁ ହେଲା ରାୟଟା ପ୍ରକାଶ, ନଟ୍ ଗିଲ୍ଟି ଅନରେବ୍ଲି, ଚୋରଟା ଖଲାସ। କବି ପ୍ରତି କୋର୍ଟ କଲେ ଆଦେଶ ପ୍ରଚାର, ତତଲା ତେଲରେ ତାକୁ ଭାଜି ଭାଜି ମାର। ସୋରିଷ ମାଲପା ଇଡ଼ୁଥିବ ମାନେ ଢାଳୁଥିବ, ଥୋଡ଼ା ଥୋଡ଼ା ପଟାପଟ ପିଟୁଥିବ ପିଠିରେ କୋରଡ଼ା। ହାତ ଗୋଡ଼ ଏକସଙ୍ଗେ ବାନ୍ଧି ଲୁହା କଡ଼ି, ଭାଜି କର ଚେଙ୍ଗମାଛ ପରି ଚଡ଼ଚଡ଼ି। ରିଗରସ୍ ଇମ୍ପ୍ରିଜନ୍ ହେବ 6 ମାସ, ଫଏଲ ଜାମିନେ ଶେଷେ ପାଇବ ଖଲାସ। ପୂରା 250 ଟଙ୍କା ହେବ ଜରିମାନା, ବସିବ ଦୁଆରେ ତାର ପିଉନଟି ଥାନା। କବିର ଏ ଦଣ୍ଡାଦେଶ ଶୁଣି କବିର ମନ ଭାରି ଦୁଃଖିତ ହେଲା। ସେ ବିକଳରେ ପାଟି କଲା। କବି ତାର ପାଟିକୁ ଥଟ୍ଟାରେ ରଡ଼ି ବୋଲି କହିଛନ୍ତି। କବି ବାପୁଡ଼ା ବିନୟ ସହକାରେ ହାତକୁ ଯୋଡ଼ି ଯମରାଜାଙ୍କୁ କହିଲା, ଧର୍ମ ଅବତାର ଏ କି ଅନ୍ୟାୟ ଦେଶରେ, କବି ପାଏ ଦଣ୍ଡ ଚୋର ଯାଏ ନିର୍ଦ୍ଦୋଷରେ। ଯମ କହିଲେ ବୋଇଲେ ବୁଝାଇ ଯମ, ମାନେ ମନେ ବହି ରୋଷ। ଶୁଣ ଶୁଣ କବି ତୋର ହେଲା କେତେ ଦୋଷ, ରକ୍ଷା କରିବାକୁ ସିନା ଚୋରଟା ଜୀବନ, ଚୋରାଇ ଆଣିଲା ଅନ୍ୟ ଘରୁ କିଛି ଧନ। ଜଣକ ସାମାନ୍ୟ କ୍ଷତି ବଞ୍ଚିଗଲା ଅନ୍ୟ ଜଣେ, ଖଲାସ ତାହାକୁ ଆମ୍ଭେ ଦେଲୁ ଏ କାରଣେ। ହେଲେ ସିନା ଗଲା ଜଣେ ଲୋକର ସମ୍ପତ୍ତି, ମାତ୍ର ଲୋକ ସମାଜର ହେଲା ନାହିଁ କ୍ଷତି। ବିବେକଶୂନ୍ୟ ଲୋକମାନେ ତୋର କବିତାକୁ ପଢ଼ି ନିଜ ଜୀବନରେ ମହାପାପ କରିଥିବାରୁ ନରକରେ ପଡ଼ି ଘାଣ୍ଟି ହେଉଛନ୍ତି। ଯୁବକମାନେ ବିପଥଗାମୀ ହୋଇ ଜୀବନକୁ କଳଙ୍କିତ କରୁଛନ୍ତି, ବୁଦ୍ଧି ଭ୍ରଷ୍ଟ କରୁଛନ୍ତି। ସାହିତ୍ୟ ସୃଷ୍ଟି ସମଗ୍ର ମାନବ ସମାଜ ଓ ତାର ଜାତି ପାଇଁ ହୋଇଥାଏ। ଅଶ୍ଳୀଳ କବିତା ଗୋଟିଏ ନିର୍ଦ୍ଦିଷ୍ଟ ଭାଷାର ମାନବ ଜାତିକୁ କଳୁଷିତ କରିବାର ଭାଗ ଉଠାଏ, ନଷ୍ଟ ଚରିତ୍ର ସୃଷ୍ଟି ସହାୟକ ହୁଏ। ଶେଷରେ ଯମରାଜା ଦୂତକୁ ଡକାଇ କବିକୁ ମାଡ଼ ଦିଆଇ ନର୍କ ଭିତରକୁ ସଜା ଦେବା ପାଇଁ ଦୂତ ଜରିଆରେ ପଠାଇ ଦେଲେ। ପାଠକମାନଙ୍କର ବିଶ୍ୱାସ ଭାଜନ ସକାଶେ ଯମରାଜାଙ୍କ ଦରବାର କାର୍ଯ୍ୟାଳୟରୁ ଅବିକଳ ନକଲ ଚିଠି ଆଣି ପାଠକମାନଙ୍କୁ ପଢ଼ିବାକୁ ଦେଇଛନ୍ତି। ଏହା କବିଙ୍କ ଭାଷାରେ ଅଥେଣ୍ଟିକେଟ୍ ଟ୍ରୁ କପି। ଯମ ଅଫିସରୁ ଅଣାଗଲା ପଢ଼, ଯିବ ସନ୍ଦେହ ମନରୁ। କବିତାଟି ହାସ୍ୟରସ ଧର୍ମୀ, ବ୍ୟଙ୍ଗାତ୍ମକ। କବିତାରେ କବି ହାସ୍ୟରସର ଉଦ୍ରେକ କରିବା ପାଇଁ ଭାଷାରେ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ ବୋଲି ବଚନର ଯଥାର୍ଥ ପ୍ରୟୋଗ କରିଛନ୍ତି, ଯାହାଫଳରେ ପାଠକ ନ ହସି ରହିପାରିବ ନାହିଁ। କବିତାଟି ଲଘୁରସ ଧର୍ମୀ, ହାସ୍ୟରସ। ଫକୀରମୋହନ ସାହିତ୍ୟର ବିଶିଷ୍ଟ ପ୍ରରୂପ ବା ଉପାଦାନ। କି କବିତା, କି ଗଳ୍ପ, କି ଉପନ୍ୟାସ, ସର୍ବତ୍ର ହାସ୍ୟରସର ଅଫୁରନ୍ତ ଧାରା କବି ଛୁଟାଇ ପାଠକଙ୍କୁ ଆନନ୍ଦ ଅବହିତ କରାଇଛନ୍ତି। ଆଧୁନିକ ଓଡ଼ିଆ କବିତାର ମିଥ୍ ପ୍ରସଙ୍ଗ ସଂସ୍କୃତ କବିତାରେ ପରିଦୃଷ୍ଟ। ସାଂସାରିକ ଅଫିସ ଯମରାଜାଙ୍କ ଦରବାରିତ କାର୍ଯ୍ୟାଳୟର ପ୍ରତିରୂପ ବହିଅଛି। କବିତାଟି ଭଲ ଆମୋଦକର ଥିବାରୁ କବିତା ସଂକଳିତ ସମ୍ପାଦିତ ବହିରେ ସ୍ଥାନ ନେଇଅଛି।